ଆସୁଛି ବାତ୍ୟା। କୌଣସି ଭୟଭୀତ ହବାର ଚାନ୍ସ ନାହିଁ। ତମ କାହା କଥା ଶୁଣନ୍ତୁ ନାହିଁ ଏବଂ କାହା କଥାରେ ଭୟଭୀତ ହେବାର ନାହିଁ, ଡରିବାର ନାହିଁ। ବାତ୍ୟା ହବାର ଅବସମ୍ଭାବୀ ଅଛି, କିନ୍ତୁ ସେମିତି କୌଣସି ସୂତ୍ରରୁ ହବ ବୋଲି କୌଣସି 100 ମାତ୍ରାରେ ଭରସା ନାହିଁ। କିନ୍ତୁ ହବ ବୋଲି ଯାହା ଅନୁମାନ କରାଯାଉଛି, ପାଣିପାଗ ବିଭାଗର କର୍ମଚାରୀମାନେ ଯାହା ପୂର୍ବାନୁମାନ କରୁଛନ୍ତି ହବ ବୋଲି, କିନ୍ତୁ ସେମିତି କିଛି ସମ୍ଭାବନା ନାହିଁ। ଲେଲିନା ମାଧ୍ୟମରେ ଆସୁଛି ଏକ ଭୟଙ୍କର ବାତ୍ୟା, ଯାହାକି ଜନସାଧାରଣଙ୍କୁ ଏବେଠାରୁ ସୁରକ୍ଷିତ ହେବା ପାଇଁ ବାରମ୍ବାର ଘରୋଇ ନ୍ୟୁଜ୍ ମାନେ ପ୍ରଚାର ପ୍ରସାର କରୁଛନ୍ତି ଏବଂ ଅକ୍ଟୋବର ମାସର ଶେଷ ସପ୍ତାହରେ ଏହା ହେବାର ଆଶଙ୍କା ଅଛି ବୋଲି ଯାହା ପାଣିପାଗ ବିଭାଗର ପୂର୍ବାନୁମାନ କରାଯାଉଛି। ଏହା ପୂର୍ବ ଓଡ଼ିଶା ଦେଇ ଗତି କରିବା ବୋଲି ଯାହା ଆଶା ଆକାଂକ୍ଷା ରହୁଛି। କିନ୍ତୁ ଓଡ଼ିଶାବାସୀ କୌଣସି ଭୟ କରିବାର ନାହିଁ, କାହିଁକିନା ଅକ୍ଟୋବର ମାସ ଆସିଲା ମାନେ ସମସ୍ତ ଓଡ଼ିଶାବାସୀଙ୍କ ଦେହରେ ଛାନିଆ ପଶିଯାଏ ବାତ୍ୟାର ଛାନିଆ, କାହିଁକିନା ପ୍ରତିବର୍ଷ ଏମିତି ବାତ୍ୟା ଆସେ ଏବଂ ଯାଏ। କିନ୍ତୁ ପ୍ରକୃତରେ କହିବାକୁ ଗଲେ ଯାହା ପରିସ୍ଥିତି, କୌଣସି ଓଡ଼ିଶାବାସୀ ଭୟ କରିବାର ନାହିଁ ଏବଂ ସବୁ ବର୍ଷ ଭଳି ଏମିତି ବାତ୍ୟା ଆସିବ। ଏବଂ ଆମ ପାଖରେ ମଧ୍ୟ ସରକାର ଅଛନ୍ତି। ଯଦି ସରକାର ଅଛନ୍ତି ତାହେଲେ ନିଶ୍ଚିନ୍ତ ଭାବେ ଓଡ଼ିଶାର ଜନସାଧାରଣଙ୍କୁ ସୁରକ୍ଷିତ ଭାବରେ ସେ ରଖିବେ, ଏଥିରେ କୌଣସି ଡାଉଟ୍ ନାହିଁ। ତ ଆମେ ଭୟ କରିବା କାହିଁକି? ତ ଏତିକି କେବଳ ମାନିବାକୁ ପଡ଼ିବ। କୌଣସି ବାତ୍ୟା ହେବାର ସୂଚନା ଆସେ ବହୁ ମାତ୍ରାରେ, ତେବେ ଆମେ କିଛି ଖାଦ୍ୟ ସାମଗ୍ରୀ ରଖିବା ଏବଂ ଗୋଟେ ଉଚ୍ଚ ସ୍ଥାନକୁ ଯାଇ ରହିବା। କିନ୍ତୁ ଭୟଭୀତ ହୁଅନ୍ତୁ ନାହିଁ, ଭୟଭୀତ ହେବାର କୌଣସି କାରଣ ମଧ୍ୟ ନାହିଁ।